नमस्कार दर्शक बंधु मु दुर्गेश नंदन महापात्र समीक्षा न्यूज रो एक स्पेशल रिपोर्ट को आपन को स्वागत करछि। तेबे दर्शक बंधु आपण माने आम चैनल माध्यम रे अनेक साक्षात्कार देखुचंती, अनेक न्यूज देखुचंती, अनेक टॉपिक बा विषय वस्तु विषय जानते, किंतु आज जो विषय वस्तु विषय रे हमें कथबार्ता हबा ताहा एक संवेदनशील विषय एवं आपनक जीवन सहित सेटा जड़ित अछि। तेबे कौन से विषय वस्तु से विषय वस्तु आज हम रखिछु जे आयुष कमुची एवं अपमृत्यु बढ़ुची। आपको लगे तो न्यूज चैनल रे विषय वस्तु हटात कहीं एटा एक ट्रेंडिंग विषय वस्तु नुह कि भाइराल विषय वस्तु नुह, किंतु ए विषय वस्तु आम समस्त को जानी रखिया दरकार कहीं आम जीवन आम परिवार को ए विषयटी प्रभावित करुच्ची। कहीं जीवन थिले हिंदी रे गोटे कथा अछि जान है तो जहान। जीवन थिले आम सब किछि करि परिबा, आमे सुस्थ थिले सब किछि करि परिबा। जदि आमे लाइफ रे सुस्थ नाही बा जीवन रे आमे असुस्थ अछु, शारीरिक मानसिक रूप रे आमे भलो नाही, तेबे आमे जीवन थाई कि किछि लाभ नाही, कारण आमे जीवन टाକୁ उपभोग करि परिबा। शारीरिक असुस्थता मानसिक असुस्थता भितरे आमे जीवन को उपभोग करि परिबा नाही। सेति पय आज समीक्षा तरफरु आपनक पय एक सुंदर टॉपिक आमे रखिछु, आयुष कमुची एवं अपमृत्यु बढ़ुची। तेबे दर्शक बंधु आपण माने हम बापा जेजे अजा आई हमर पुरातन लोकन पाखरु आपण सुनिथिबे जे 100 वर्ष बंच शतायु भव, शतायु भव बा 100 वर्ष बंच काहेकि कुहाउची। ସେମାନେ ଜାଣିଥିଲେ ଯେ ଆଗରୁ 100 ବର୍ଷ ହିଁ ଆମର ଆୟୁଷ ଥିଲା, 100 years, ସେଥିପାଇଁ ଶତାୟୁ ଭବ ନାମରେ ସେ ଆଶୀର୍ବାଦ ଦଉଥିଲେ। କିନ୍ତୁ ଥରେ ଦର୍ଶକ ବନ୍ଧୁ ଆପଣ ଭାବନ୍ତୁ ତ ବର୍ତ୍ତମାନ କଣ ଆମେ ସତରେ ଶତାୟୁ ଭବ ଆଶୀର୍ବାଦ ନେଇକି ବଞ୍ଚି ପାରୁଛୁ କି? କଣ ଆମ ବୟସ 100 ବର୍ଷ ହେଇଯାଉଛି କି? ନା, ହେଇପାରୁନାହିଁ। କାରଣ ଆମ ହାରାହାରି ବୈଷୟିକ ସର୍ଭେ ଅନୁସାରେ ଆମ ହାରାହାରି ବୟସ ଯୋଉ ଆମର ମୃତ୍ୟୁର ବୟସ 60 ରୁ 70 ଭିତରେ ରହିଯାଇଛି। ଆପଣ ଦେଖୁଥିବେ ଅନେକ ଲୋକ କହୁଛନ୍ତି ଯଦି 60 ରୁ 70 ବୟସ ହେଇଗଲା ତାହେଲେ ସେ କହୁଛନ୍ତି ଯେ ତାଙ୍କର ମୃତ୍ୟୁର ସମୟ ଆସିଗଲା ବା କେତେବେଳେ ସେମାନେ ଯାଇପାରନ୍ତି। ଏମିତି ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିଲେ ତ ମୃତ୍ୟୁର କୌଣସି ବୟସ ନାହିଁ, କିନ୍ତୁ ଯେକୌଣସି ବୟସରେ ବି ଚାଲି ଯାଇପାରେ। କିନ୍ତୁ 60 ରୁ 70 ବର୍ଷ ଭିତରେ ଆଜିକାଲି ଆୟୁଷ ହେଇଗଲାଣି ଏବଂ ଲୋକ ଚାଲି ଯାଉଛନ୍ତି ମଧ୍ୟ। ତେବେ କଣ କଲେ ଏ ଆୟୁଷ ବୃଦ୍ଧି ପାଇବ? ଆମେ ଯୋଉ ଅଳ୍ପ ଆୟୁଷ ଦେଇକି ଗତି କରୁଛୁ ଏ ଆୟୁଷଟି ବଢିବ ଏବଂ ଆମେ ବି 100 ବର୍ଷ କି 90, ଅତି କମରେ 90 ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବା, ଯେମିତି ଆମ ଅଜା ଆଈ ଜେଜେ ଜେଜେବାପା ବଞ୍ଚୁଥିଲେ। ଏଇ ଯୋଉ ଆୟୁଷ କମିବା ବିଷୟରେ ଅନେକ କାରଣ ରହିଛି। ସେ କାରଣ ମଧ୍ୟରୁ ଅନେକ କାରଣ ଅଛି, ଯେମିତି କି ମୁଁ କହିବାକୁ ଚାହିଁବି ଯେ ଚାଷ ବା ଫସଲରେ ହେଉଥିବା ରାସାୟନିକ ପ୍ରୟୋଗ, ଯାହାକି ଏକ ସିକ୍ରେଟ ମୃତ୍ୟୁର କାମ କରୁଛି, ଯାହାକୁ ସ୍ଲୋ ଡେଥ୍ ବୋଲି କୁହାଯାଏ। ଆପଣ ଜାଣିଛନ୍ତି ଆପଣ ଯେଉଁ ପନିପରିବା ଆପଣ ଦେଖୁଥିବେ ଏ ଛବି ପଛରେ ଚାଲୁଛି, ଅନେକ ପନିପରିବା ଚାଷ ହଉଛି, ଅନେକ ଧାନ ଚାଷ ହଉଛି ବା ଯେକୌଣସି ଚାଷ ଆମ ଦେଶ ବା ରାଜ୍ୟରେ ହଉଛି, ସେଥିରେ ରାସାୟନିକ ବା କେମିକାଲ ଦ୍ରବ୍ୟର ପ୍ରୟୋଗ କରାଯାଉଛି। ସେଇ କେମିକାଲ ଦ୍ରବ୍ୟର ପ୍ରୟୋଗ ଯୋଉ କରାଯାଉଛି ଆମର ଅପ୍ରାକୃତିକ ରଙ୍ଗ ମିଶୁଛି, ରାସାୟନିକ ରଙ୍ଗ ମିଶୁଛି ବା ଯେକୌଣସି ଭାବରେ ଆର୍ଟିଫିସିଆଲ କଲର ୟୁଜ କରାଯାଉଛି ଗୋଟେ ଫଳ ବା ଫଳକୁ ଆକର୍ଷିତ କରିବା ପାଇଁ ବା ଆଟ୍ରାକ୍ଟିଭ ଦେଖାଯିବା ପାଇଁ ସେ ଜିନିଷ ୟୁଜ ହଉଛି, ତ ତାହା ଆମ ପାଇଁ ଗୋଟେ ସ୍ଲୋ ପଏଜନ ରୂପରେ କାମ କରୁଛି। ତ ଦ୍ୱିତୀୟ ଏବେ ଆସିବା ଆମର ଖାଦ୍ୟ ଓ ପାନୀୟ। ଆମର ପେଷ୍ଟିସାଇଡ ଗୋଟେ ହେଲା, ତାପରେ ସେକେଣ୍ଡ ହଉଛି ଖାଦ୍ୟ ଓ ପାନୀୟ ଅପମିଶ୍ରଣ, ଯୋଉଟା ମିଲାବଟ ବୋଲି କୁହାଯାଉଛି। ସେ ଅପମିଶ୍ରଣ ମଧ୍ୟ ରହୁଛି। ଆପଣ ଯେକୌଣସି ଖାଦ୍ୟ ଖାଆନ୍ତୁ, ଯେକୌଣସି ପାନୀୟ ପିଅନ୍ତୁ, ଯେକୌଣସି ପାଣି ପିଅନ୍ତୁ, ସେଥିରେ ଅପମୃତ୍ୟୁ ମାନେ ଆମର କ୍ଷମା କରିବେ ଅପମିଶ୍ରଣ ରହୁଛି। ସେ ଅପମିଶ୍ରଣ ଯୋଉ ରହୁଛି ତା ଶରୀର ଉପରେ ନେଗେଟିଭ ଇମ୍ପାକ୍ଟ ପକଉଛି, ଆମର ଅର୍ଗାନ ଉପରେ କ୍ଷତି କରୁଛି। ଆମର ଫୁସଫୁସ ହଉ, ଲଙ୍ଗସ ହଉ, ହାର୍ଟ ହଉ, ତାହା କୌଣସି ନା କୌଣସି ଭାବରେ ପ୍ରଭାବିତ ହଉଛି। ସବୁଠାରୁ ଅଧିକ ପ୍ରଭାବିତ ହଉଛି ଆମର ପାଚନ ତନ୍ତ୍ର ବା ଷ୍ଟୋମାକ। ସେଥିପାଇଁ ଅପମିଶ୍ରଣଠୁ ଆମେ ଦୂରରେ ରହିବା। ଯଦି ଆମେ ଚାଷ ଫସଲରେ ଯୋଉ ରାସାୟନିକ ପ୍ରୟୋଗ କରାଯାଉଛି ତାକୁ ଯଦି ଆମେ ଲୁଣ ହଳଦୀ ପାଣିରେ ଡେଲି ଧୋଇକି ଖାଇବା, କାରଣ ସମସ୍ତଙ୍କ ପକ୍ଷରେ ଆଜି ଚାଷ କରିବା ସମ୍ଭବ ନୁହଁ। ଚାଷ ନିହାତି କରିବା କଥା, ଆମ ବାଡି ବଗିଚାରେ ବି ପନିପରିବା ବା ଫଳ ଲଗେଇବା କଥା, କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସେଟା ଆମର ହେଇପାରେନି। ସେଥିପାଇଁ ଆମେ ଯଦି ବଜାରରୁ ବି କିଣିକି ଖାଉଛୁ ତା ଉପରେ କିଛିଟା ସଲ୍ୟୁସନ ରହିଛି, ଯେମିତିକି ଲୁଣ ହଳଦୀ ପାଣି ରେ ଗୋଳେଇକି ମାନେ ଆମେ ତାକୁ ଧୋଇବା, ଯୋଉଥିପାଇଁ ରାସାୟନିକ ଯୋଉ ମିଶ୍ରଣ ତାର ଯୋଉ ପ୍ରଭାବଟି କଟିଯିବ ଏବଂ ସେ ପରିବାକୁ ସେ ଫଳକୁ ଆମେ ଖାଇପାରିବା। ଦ୍ୱିତୀୟ ହଉଛି ଖାଦ୍ୟ ପାନୀୟ ଯୋଉ ଅପମିଶ୍ରଣ ହଉଛି ବାହାରେ, ତାକୁ ତ ଆମେ ରୋକିପାରିବାନି, କିନ୍ତୁ ତାକୁ ଆମେ ଆଭଏଡ କରିପାରିବା। ଯେମିତିକି ଅଯଥା ଯୋଉ ଖାଦ୍ୟ ଯୋଉ ଫାଷ୍ଟ ଫୁଡ ବା ଜଙ୍କ ଫୁଡ, ଆମର ତୃତୀୟ କାରଣ ହେଉଛି ଫାଷ୍ଟ ଫୁଡ ଆଉ ଜଙ୍କ ଫୁଡ। ଏଇ ଯୋଉ ଅପମିଶ୍ରଣ ବା ମିଲାବଟ ଯୋଉ ଜିନିଷଟି ଫାଷ୍ଟ ଫୁଡ ଏବଂ ଜଙ୍କ ଫୁଡ ଦ୍ଵାରା ମଧ୍ୟ ହଉଛି। ମାନେ ଜଙ୍କ ଫୁଡ ମାନେ ଆମର ଯଦି ଯୋଉ ହେଭି କୋଲେଷ୍ଟ୍ରଲ ଯୁକ୍ତ ଖାଦ୍ୟ ଖାଇବା, ହେଭି ଆମର ରିଚ୍ ଫୁଡ ଯୋଉ ଖାଇବା, ତ ସେଇ ଜିନିଷରେ ଯୋଉ ଅପମିଶ୍ରଣଟି ହଉଛି
ସେଇ ଜିନିଷକୁ ଆମେ ଆଭଏଡ କରିପାରିବାନି, କାରଣ ଆମେ ବାହାରୁ ଯଦି ଆମେ ଦେଖୁଛନ୍ତି ଦୋକାନୀ ଆମକୁ ଯୋଉ ଖାଦ୍ୟ ଆମକୁ ଦଉଛି, ଆମେ ଜାଣିନାହାନ୍ତି ସେ କେମିତି କରିକି ଆମକୁ ଖାଦ୍ୟ ଦଉଛି, କେମିତି ପ୍ରିପାରେସନ, ଆମ ରୋଷେଇ ଘର ଦେଇ ଦେଖୁନାହାନ୍ତି ସେଠି ସେ ଫୁଡ କଲର ୟୁଜ କରୁଛି ବା ଅତ୍ୟଧିକ ଗର୍ଜିୟସ ନକଲି ମସଲା, ଆପଣ ଦେଖୁଥିବେ ନକଲି ମସଲା ମଧ୍ୟ ମାର୍କେଟରେ ମିଳୁଛି, ତାକୁ ୟୁଜ କରୁଛି, କଣ ୟୁଜ କରୁଛି ଆମେ ଜାଣିନାହାନ୍ତି। ତ ଆମେ ଯଦି ବାହାର ଖାଦ୍ୟ ବା ଜଙ୍କ ଫୁଡ ବା ଫାଷ୍ଟ ଫୁଡ ପାରୁ ପର୍ଯ୍ୟନ୍ତ ଆଭଏଡ କରିପାରିବା ଏବଂ ଘରେ ଖାଦ୍ୟ ଖାଇପାରିବା, ତାହେଲେ ଆମେ ଏଇ ଯୋଉ ଅପମିଶ୍ରଣର ନେଗେଟିଭ ପ୍ରଭାବ ବା କୁପ୍ରଭାବରୁ ନିଜକୁ ସୁରକ୍ଷିତ ରଖିପାରିବା। ଆମର ଚତୁର୍ଥ କାରଣ ଆସୁଛି ବାୟୁ ପ୍ରଦୂଷଣ। ବାୟୁ ପ୍ରଦୂଷଣ ମାନେ ଆପଣ ଦେଖିଥିବେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଘଟୁଛି, ଧୀରେ ଧୀରେ କମୁଛି। ଆମର ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢୁଛି, ମାନେ 300 ରୁ ଗୋଟେ ସର୍ଭେ କହିଲେ 300 ରୁ 400 ଯଦି ଆମର ଏୟାର କ୍ୱାଲିଟି ଇଣ୍ଡେକ୍ସ ରହିଯାଇଛି, ତାହେଲେ ସେ ବାୟୁ ବି ଆମ ପାଇଁ ବିଷ। ଆମେ ବର୍ତ୍ତମାନ ଜାଣିନାହାନ୍ତି ଆମେ କୋଉ ବାୟୁ ନେଉଛେ, କୋଉ ଖାଦ୍ୟ ଖାଉଛନ୍ତି, ସେ ଖାଦ୍ୟ ଆମ ପାଇଁ ସୁରକ୍ଷିତ କି ନୁହଁ, ଆମ ଯୋଉ ବାୟୁ ଆମ ଶରୀର ଭିତରକୁ ଯାଉଛି ସେ ନିର୍ମଳ ନା ସେଟା ଅଶୁଦ୍ଧ, ବା ସେଥିରେ ପଲ୍ୟୁସନ ମାତ୍ରା କେତେ ଅଛି, ତାହା ମଧ୍ୟ ଆମ ଲଙ୍ଗସକୁ ପ୍ରଭାବିତ କରୁଛି। ଆଉ ଆମେ ଧୀରେ ଧୀରେ ସ୍ଲୋଲି ମୃତ୍ୟୁ ଆଡକୁ ବଢୁଛନ୍ତି। ଏୟାର ପଲ୍ୟୁସନର ମାତ୍ରା ଏତେ ବଢିଯାଇଛି ତାହା ଆମ ଲଙ୍ଗସକୁ କୁପ୍ରଭାବ ପକାଉଛି। ଆମର ଅତ୍ୟଧିକ ନାଇଟ୍ରୋଜେନର ମାତ୍ରା ବା କାର୍ବନ ଡାଇଅକ୍ସାଇଡର ମାତ୍ରା ଏତେ ବଢିଯାଇଛି, ତା ଲଙ୍ଗସରେ ପାଣି ଜମେଇବା, ନିମୋନିଆ ବା ଅନେକ ଲଙ୍ଗସ ଇନଫେକ୍ସନ ଏବଂ ଲଙ୍ଗ କ୍ୟାନ୍ସର କାରଣ ହଉଛି। ତେବେ ଏଇ ଯୋଉ ବାୟୁ ପ୍ରଦୂଷଣର ଯୋଉ ଜିନିଷଟାକୁ ଆମେ ଯେତେ ଆଭଏଡ କରିତ ପାରିବାନି, କିନ୍ତୁ ଆମେ ଚେଷ୍ଟା କରିବା ଆମେ ପ୍ରାଣାୟାମ ଆଉ ଯୋଗ ମାଧ୍ୟମରେ ଆମେ ସୁସ୍ଥ ଅକ୍ସିଜେନ ବା ଗଛ ପତ୍ର ଭିତରେ ଆମେ ଯୋଗ ପ୍ରାଣାୟାମ କଲେ ବା ଏକ୍ସରସାଇଜ କଲେ ବା ବ୍ୟାୟାମ କଲେ ବା ପ୍ରାଣାୟାମ କଲେ ଆମ ଭିତରକୁ ସେତେ ଅକ୍ସିଜେନ ଯିବ, ଆଉ ଆମେ ନେଗେଟିଭ କନସିକ୍ୱେନ୍ସେସ ଯୋଉ ରହୁଛି ବାୟୁ ପ୍ରଦୂଷଣ ସେଠୁ ଦୂରରେ ରହିପାରିବା। ତାପରେ ଆସୁଛି ସବୁଠାରୁ ମୁଖ୍ୟ କାରଣ ଖାଦ୍ୟ, ନିଦ୍ରା, ବ୍ୟାୟାମର ଅଭାବ ବା ଲାଇଫଷ୍ଟାଇଲ ଡିସଅର୍ଡର। ଯଦି ଆମେ ଲାଇଫଷ୍ଟାଇଲକୁ ଠିକ ସେ ନ ସମ୍ଭାଳିବା ତାହେଲେ ମଧ୍ୟ ଆମ ଆୟୁଷ ଉପରେ ସେ ହାନି ପକଉଛି, କାରଣ ଖାଦ୍ୟ ଠିକ ଟାଇମରେ ଖାଇବା, ସୁସ୍ଥ ଖାଦ୍ୟ ଖାଇବା, ଠିକ ଟାଇମରେ ଶୋଇବା, ଠିକ ଟାଇମରେ ଆମକୁ ନିଦ ହବା, ଏସବୁ ମଧ୍ୟ କାରଣ ରହୁଛି ଯାହାକି ଆମକୁ ସୁସ୍ଥ କରିପାରିବ। ଯଦି ଏଇ ସବୁ ଜିନିଷ ଠିକ ହଉନି ତାହେଲେ ଆମେ କହିପାରିବା ଯେ ଆମେ ଅସୁସ୍ଥତା ଆଡକୁ ଗତି କରୁଛୁ ବା ଆୟୁଷ ଆମର କମୁଛି। ସେଥିପାଇଁ ଖାଦ୍ୟ, ନିଦ ଏବଂ ଆମର ଯୋଉ ବ୍ୟାୟାମ ବା ଏକ୍ସରସାଇଜ ପ୍ରାଣାୟାମକୁ ଆମେ ଠିକ ରଖିବା। ତାପରେ ଆସୁଛି ଆଜିର ପ୍ରତିଯୋଗିତାମୂଳକ ଜୀବନରେ ଷ୍ଟ୍ରେସ, ମାନେ କମ୍ପିଟିଟିଭ ମାହୋଲ ଅଛି, ଷ୍ଟୁଡେଣ୍ଟ ହଉ, ଜବ ହୋଲ୍ଡର ହଉ, ବିଜନେସ ମ୍ୟାନ ହଉ, ଇଣ୍ଡଷ୍ଟ୍ରିଆଲିଷ୍ଟ ହଉ, ସମସ୍ତେ ନିଜ ନିଜ ଷ୍ଟ୍ରଗଲ କରୁଛନ୍ତି, ନିଜ ନିଜ କ୍ଷେତ୍ରରେ ସେମାନେ ବହୁତ ମାନେ ଷ୍ଟ୍ରଗଲ କରୁଛନ୍ତି, ଯାହା ଫଳରେ ଅବସାଦ ହଉଛି। ଆପଣ ଦେଖିପାରୁଥିବେ ଛବିରେ ଅବସାଦ ଜୀବନର ଛବି ଆମକୁ ପ୍ରତିଦିନ ଦେଖିବାକୁ ମିଳୁଛି, ବା ଆମ ଜୀବନରେ ଆମେ ଷ୍ଟ୍ରେସ ବା ଟେନସନକୁ ଫିଲ୍ କରୁଛନ୍ତି। ତେବେ ଏଇ ଯୋଉ ଷ୍ଟ୍ରେସ ବା ଟେନସନକୁ ଆମେ କେମିତି କମେଇ ପାରିବା ନା ଆଧ୍ୟାତ୍ମିକ ଚିନ୍ତନ କରି, ଯୋଗ ପ୍ରାଣାୟାମ କରି, ଯେତିକି ବି ହଉ ଆମେ କାମ କରିବା ଏବଂ ଅତ୍ୟଧିକ ଷ୍ଟ୍ରେସ ନବା। ଅତ୍ୟଧିକ ଷ୍ଟ୍ରେସ ଯଦି ଆମେ ନବା ତାହେଲେ ତାହା ମଧ୍ୟ ନେଗେଟିଭ ଇମ୍ପାକ୍ଟ ପକେଇବ, ବ୍ରେନ କ୍ୟାନ୍ସର ଭଳି ଡିଜିଜ ତିଆରି କରିବ। ଆଉ ଷ୍ଟ୍ରେସ ହରମୋନ ବା ଟେନସନର ମାନେ ହରମୋନର ମାତ୍ରା ଯଦି ଅଧିକ ହେଇଯାଏ ତାହା ମଧ୍ୟ ଆମ ଶରୀରକୁ ନେଗେଟିଭ ଇମ୍ପାକ୍ଟ ପକେଇବ। ସେଥିପାଇଁ ଜୀବନକୁ ଦର୍ଶକ ବନ୍ଧୁ ସିରିୟସଲି, ମାନେ ସିରିୟସଲି ତ ନିଅନ୍ତୁ, କିନ୍ତୁ ଏତେ ବି ସିରିୟସଲି ନ ନିଅନ୍ତୁ କି ଆପଣଙ୍କ ଭିତରେ ଷ୍ଟ୍ରେସ ହରମୋନ କ୍ରିଏଟ ହବ ଏବଂ ସେ ଯୋଉ ଟେନସନର ମାତ୍ରା ଆପଣଙ୍କୁ ଡିପ୍ରେସନ ଆଡକୁ ଟାଣିବ। ଡିପ୍ରେସନ ଆଡକୁ ଟାଣିଲେ ବିଭିନ୍ନ ରୋଗ ବାହାରିବ। ତେବେ ଆୟୁଷ କମିବା ପଛରେ ଆମେ ଅନେକ କାରଣ ଜାଣିଲେ, ଯେମିତିକି ଚାଷ ବା ଫସଲରେ ରାସାୟନିକ ପ୍ରୟୋଗ, ଖାଦ୍ୟ ଓ ପାନୀୟରେ ଅପମିଶ୍ରଣ, ବାୟୁ ପ୍ରଦୂଷଣ, ଅତ୍ୟଧିକ ଜଙ୍କ ଫୁଡ ଖାଇବା ବା ଫାଷ୍ଟଫୁଡ ର ବ୍ୟବହାର, ଖାଦ୍ୟ ଓ ନିଦ୍ରା ଠିକ ନ ରହିବା, ବ୍ୟାୟାମର ମାତ୍ରା କମିବା ଏବଂ ଆଜିର ପ୍ରତିଯୋଗିତାମୂଳକ ଜୀବନରେ ଷ୍ଟ୍ରେସ, ଏଇ ସବୁ ମୁଖ୍ୟ କାରଣ ରହୁଛି ଆୟୁଷ କମିବା ପଛରେ। ତେବେ ଅପମୃତ୍ୟୁ ବଢିବା ପଛର କାରଣ କଣ ରହୁଛି? ଅପମୃତ୍ୟୁ ବଢିବା ପଛରେ ସେମିତି ଅନେକ କାରଣ ରହୁଛି। ଯେମିତିକି ଆପଣ ଜାଣିଥିବେ ଯେ ଦୈବ ଦୁର୍ବିପାକ ବଢୁଛି, ଅସାମୟିକ ଦୈବ ଦୁର୍ବିପାକ, ଯେମିତି ଆପଣ ଦେଖୁଥିବେ ରାଜ୍ୟ ସରକାରଙ୍କ ବିଭିନ୍ନ ଆଡଭାଇଜରୀ ଜାରି ହଉଛି ବଜ୍ରପାତ ନେଇକି। ଆଗରୁ ତ ବଜ୍ରପାତ ଦେଖିବାକୁ ମିଳୁନଥିଲା। ରେଡିଏସନର ପ୍ରଭାବ, ଫ୍ରିକ୍ୱେନ୍ସିର ଯୋଉ ରେଡିଓ ୱେଭ ବା ଇଣ୍ଟରନେଟର ୱେଭ ବା ଯେକୌଣସି ଟେକ୍ନୋଲୋଜିର ପ୍ରଭାବରେ ତାହା ବଜ୍ରପାତକୁ ଦିନକୁ ଦିନ ଆକର୍ଷିତ କରୁଛି ଏବଂ ପ୍ରବଳ ମାତ୍ରାରେ ବଜ୍ରପାତ ବଢେଇ ଦଉଛି। ଚାଲୁଥିବେ ବୁଲୁଥିବେ କାହା ଉପରେ ବଜ୍ରପାତ ପଡିଯାଉଛି ଏବଂ ଅସମୟରେ ମୃତ୍ୟୁବରଣ କରୁଛନ୍ତି। ଦୈବ ଦୁର୍ବିପାକ ଅସମୟରେ ବଢି ଚାଲିଛି, ଅସମୟରେ ବନ୍ୟା, ଅସମୟରେ ବାତ୍ୟା, ଲଘୁଚାପ ବର୍ଷା ହେଲା, ବନ୍ୟା ହେଇଗଲା। ତ ଏସବୁ ଜିନିଷ ଅସମୟରେ ବଢି ଚାଲିଛି। ଅସମୟରେ ଭୂମିକମ୍ପ, ସୁନାମି, ଏସବୁ ଜିନିଷ ମଧ୍ୟ କାରଣ ରହୁଛି ଅପମୃତ୍ୟୁର। ଅପମୃତ୍ୟୁ ମାନେ ଅସମୟରେ ମୃତ୍ୟୁ, ମାନେ ହୁଏତ ଗୋଟେ ମଣିଷ ବଞ୍ଚିଥାଇ ପାରିଥାନ୍ତା କିନ୍ତୁ ଅସମୟରେ ଦୁର୍ବିପାକ ପାଇଁ ସେ ଚାଲିଯାଉଛି, ତା ପ୍ରାଣ ଚାଲିଯାଉଛି। ଦ୍ୱିତୀୟରେ ଆସୁଛି ହତ୍ୟା। ହତ୍ୟାର କ୍ୱାଣ୍ଟିଟି ମଧ୍ୟ ବଢି ସାରିଲାଣି ଆମ ସମାଜରେ। ନ୍ୟୁଜ ପେପର ପଢନ୍ତୁ, ସିନେମା ଆମର ମୁଭି ଦେଖନ୍ତୁ ବା ଯେକୌଣସି ଓଟିଟି ପ୍ଲାଟଫର୍ମରେ ଦେଖନ୍ତୁ, ସବୁଠି ଭାଇଲେନ୍ସ ଭାଇଲେନ୍ସ ଭାଇଲେନ୍ସ। କାହିଁକି ଭାଇଲେନ୍ସ ରହୁଛି? କାରଣ ହତ୍ୟା ଏତେ ବଢି ଯାଉଛି ଯେ ସବୁଠି ଏଇ ହତ୍ୟା ସମ୍ବନ୍ଧୀୟ ଖବର, ହତ୍ୟା ସମ୍ବନ୍ଧୀୟ କଣ୍ଟେଣ୍ଟ ଆମକୁ ଦେଖିବାକୁ ମିଳୁଛି। ତେବେ ହତ୍ୟାକୁ କେମିତି ରୋକାଯାଇ ପାରିବ? ହତ୍ୟାକୁ ରୋକାଯାଇ ପାରିବ ଜାଗରଣ ମାଧ୍ୟମରେ, ଆଇନ କାନୁନର କଡା ପ୍ରଣୟନରେ। ଯଦି ଆଇନ କାନୁନ ବ୍ୟବସ୍ଥା ଆମର ସେତିକି ଲାଗୁ ହବ ତାହେଲେ
ମାନେ ସେତିକି କଠୋର ହବ ତାହେଲେ ହୁଏତ ହତ୍ୟାକାରୀ ମାନେ ସାବଧାନ ହେଇଯିବେ ଏବଂ ଏ ହତ୍ୟାକାଣ୍ଡ ଘଟେଇବେନି। ରିସେଣ୍ଟଲି ଭୁବନେଶ୍ୱରରେ ଏକ ମୁଣ୍ଡ ଗଡ଼ିଛି, ଆପଣ ଜାଣିଥିବେ। କଲିକତାରେ ଆମର ହତ୍ୟା ସହିତ ରେପ୍ ମଧ୍ୟ ସମ୍ମିଳିତ ହୋଇଛି। ଯେହେତୁ କି ଦଣ୍ଡ ବ୍ୟବସ୍ଥା ଆମର ବହୁତ କୋହଳ ଅଛି, ଅପରାଧୀ ମାନେ ଏ ଦଣ୍ଡ ବ୍ୟବସ୍ଥାକୁ ମାନୁନାହାନ୍ତି ଏବଂ ହତ୍ୟା ଘଟେଇ ଚାଲିଛନ୍ତି, ଦୁଷ୍କର୍ମ ଘଟେଇ ଚାଲିଛନ୍ତି। ତ ଏବେ ଦୁଷ୍କର୍ମ ଓ ହତ୍ୟାକୁ ରୋକିବା ପଛରେ ଆମର କଠୋର କାନୁନ ରହିବା ଆବଶ୍ୟକ। ଯେମିତିକି ବାହାର ଦେଶ ମାନଙ୍କରେ ଅନେକ କଠୋର କାନୁନ ରହିଛି, ଆଇନ ରହିଛି, ସେଥିପାଇଁ ଡରିକି କେହି ଏଇ ହତ୍ୟା ବା ଦୁଷ୍କର୍ମ ଘଟେଇବାକୁ ସାହସ କରୁନାହାନ୍ତି। କିନ୍ତୁ ଆମ ଭାରତୀୟ ଦଣ୍ଡ ବ୍ୟବସ୍ଥାରେ ଏତେ କାନୁନ କୋହଳ ଅଛି, କିଛି ବର୍ଷ ଜେଲ ଦଣ୍ଡାଦେଶ ହେଇଯାଉଛି, ପୁଣି ସେମାନେ ବ୍ୟାକ୍ କରି ଆସୁଛନ୍ତି। ତ ଏତେ କୋହଳ କାନୁନ ପାଇଁ ତ ଏଇ ହତ୍ୟାକାଣ୍ଡ ଧୀରେ ଧୀରେ ବଢିବାରେ ଲାଗିଛି ଏବଂ ଡର କମିଯାଇଛି। ସେଥିପାଇଁ ଆମ କାନୁନ ବ୍ୟବସ୍ଥାରେ କଠୋର ହେବା ନିହାତି ଦରକାର। ଆତ୍ମହତ୍ୟା ଗୋଟେ କାରଣ ରହୁଛି, ହତ୍ୟା ତ ଗୋଟେ ଗଲା, ଆତ୍ମହତ୍ୟା ରହୁଛି ଡିପ୍ରେସନ ପାଇଁ। ଆମର ଯୋଉ ଚିନ୍ତା ବା ଡିପ୍ରେସନ ରହୁଛି, ପାଠ ପଢାକୁ ନେଇକି, କ୍ୟାରିୟରକୁ ନେଇକି, ଜବକୁ ନେଇକି, ତା ନେଇକି ଯୋଉ ଚିନ୍ତା ବଢୁଛି, ବହୁତ ଲୋକ ସେଇଥିରେ ତାକୁ ଟ୍ୟାକଲ କରିପାରୁନାହାନ୍ତି। ପ୍ୟାରେଣ୍ଟାଲ ପ୍ରେସର ରହୁଛି, ବାପା ମାଙ୍କର ପରିବାର ପ୍ରେସର ରହୁଛି, ବିଭିନ୍ନ ପ୍ରକାର କାରଣ ରହୁଛି ଯୋଉଥିପାଇଁ ଲୋକ ଆତ୍ମହତ୍ୟା କରିଦଉଛନ୍ତି। ସେଥିପାଇଁ ଆତ୍ମହତ୍ୟାକୁ ଆମ ଚେକ୍ କରିବା ପାଇଁ ଆମ ଭିତରେ ଆତ୍ମଜାଗରଣ ଆସିବା ଦରକାର। ବାପା ମା ମଧ୍ୟ ବୁଝିବା ଦରକାର ଆମ ପିଲା ମେସିନ ନୁହନ୍ତି। ଆମ ପିଲାକୁ ସେଇଆ କରିବା ଦରକାର, ପାଠ ତ ପଢିବ, ଚାକିରି ତ କରିବ, କିନ୍ତୁ ଏତେ ବି ଷ୍ଟ୍ରେସ୍ ଦବାନି କି ସେ ମୁଣ୍ଡରେ ସେଇ ଜିନିଷକୁ ପୁରେଇ ଦବ ଏବଂ ଆତ୍ମହତ୍ୟା କରିବ। ସେଥିପାଇଁ ଆତ୍ମହତ୍ୟାକୁ ରୋକ ଲାଗିବା ପାଇଁ ମାନେ ଆଧ୍ୟାତ୍ମିକ ପ୍ରଗତି ମଧ୍ୟ ଆମ ସମାଜରେ ଆବଶ୍ୟକତା ରହିଛି। ଯେମିତିକି ଗୋଟେ ମେଡିଟେସନ ବା ଧ୍ୟାନ, ଯେକୌଣସି ୟୁଟ୍ୟୁବ ରିଲ୍ସ ମାଧ୍ୟମରେ ଆପଣ ଯଦି ଟାଇମ ପାସ୍ କରୁଛନ୍ତି, ଆପଣ ଯେକୌଣସି ଆଧ୍ୟାତ୍ମିକ ଜିନିଷ ବି ଦେଖିପାରନ୍ତି, ମୋଟିଭେସନ ଜିନିଷ ଦେଖିପାରନ୍ତି। ଏସବୁ ଜିନିଷ ଦେଖିଲେ ଆପଣ କନଫିଡେନ୍ସ ବଢିବ, ଆପଣ କାମ କରିପାରିବେ। ଲୋକ ତ ଅନେକ କଥା କହିବେ, କିନ୍ତୁ ସେ ଜିନିଷକୁ ଆପଣ ମୁଣ୍ଡରେ ନେଇକି ଷ୍ଟ୍ରେସ୍ ଫିଲ୍ କରିବେନି, କାରଣ ଷ୍ଟ୍ରେସ୍ ହିଁ ଆତ୍ମହତ୍ୟାର ମୂଳ କାରଣ ରହୁଛି। ସେଥିପାଇଁ ଆଧ୍ୟାତ୍ମିକ ପ୍ରଗତି କରନ୍ତୁ। ଏସବୁ ଜିନିଷ ଆପଣଙ୍କ ପାଖରେ ଚାରିକଡେ ଅଛି, ମେଡିଟେସନ କେମିତି କରିବେ ବା ସ୍ପିରିଚୁଆଲ ଜ୍ଞାନ କେମିତି ଆହରଣ କରିବେ, ସେ ସବୁ ଆହରଣ କରନ୍ତୁ। ସୋ ଦ୍ୟାଟ ଆମେ ଏଇ ଯୋଉ ଆତ୍ମହତ୍ୟାର କନସିକ୍ୱେନ୍ସେସ୍ ମଧ୍ୟ ଦୂର ରହିପାରିବା। ଏହା ପାଇଁ ଜାଗରଣ ଦରକାର। ତାପରେ ମୁଖ୍ୟ ଆସୁଛି ବା ଛୋଟ ଛୋଟ କ୍ରାଇମ ଯାହା ବି ଆସିଲା, ଚୋରି ବା ଯାହା ସବୁ ଆସିଲା, ସେ ସବୁ ଜିନିଷ ମଧ୍ୟ ରହୁଛି କାରଣ। ଅପମୃତ୍ୟୁ ପଛରେ ଦୁର୍ଘଟଣା ମଧ୍ୟ ରହୁଛି। ସଡ଼କ ସୁରକ୍ଷା ନାହିଁ, ହେଲମେଟ ପିନ୍ଧା ନାହିଁ, ବାଇକ ଚଲେଇକି ଲୋକ କାହାକୁ ଚଢେଇ ଦିଅ, ନିଜେ ପଡିଯାଇକି ମରିଯାଉଛନ୍ତି ଏବଂ ଦୁର୍ଘଟଣା ଘଟୁଛି। ସଡ଼କ ଦୁର୍ଘଟଣା ମାତ୍ରା ତ ଦିନକୁ ଦିନ ବଢିବାରେ ଚାଲିଛି, ଟ୍ରେନ ଦୁର୍ଘଟଣା ବଢିବାରେ ଚାଲିଛି। ତେବେ ମୋଟାମୋଟି ଭାବରେ କହିବାକୁ ଗଲେ, ଆମେ ଯଦି ଏକ ଆଧ୍ୟାତ୍ମିକ ପଏଣ୍ଟ ଅଫ ଭ୍ୟୁ ଦେଖିବା, ତେବେ ଆମେ ଏଇ ନିଷ୍କର୍ଷରେ ପହଞ୍ଚି ପାରିବା ଯେ ଆମ ଭିତରେ ଆଧ୍ୟାତ୍ମିକ ପ୍ରଗତି ଯଦି ଆସିବ, ତାହେଲେ ଆମେ ଏଇ ଜିନିଷରୁ ସବୁ ବଞ୍ଚି ପାରିବା ବା ବର୍ତ୍ତି ପାରିବା। ଆମ ଭିତରେ ଜାଗରଣ ଦରକାର। ଆମେ ଲିମିଟେଡ ରିସୋର୍ସ ୟୁଜ କରିବା, ଅଳ୍ପକରେ ଯଦି ଶାନ୍ତି ରହିବା, ଆମ ଜୀବନରେ ଯେତିକି ଆମେ ଆକ୍ୟୁମୁଲେଟ କରୁଛୁ, ଯେତିକି ଗ୍ରହଣ କରୁଛୁ, ସେଇଥିରେ ଆମେ ଶାନ୍ତିରେ ରହିବା, ସେଇଥିରେ ଆମେ ବଞ୍ଚିବା, ତାହେଲେ ଆମର ଯୋଉ ଅସମୟର ଯୋଉ ଆୟୁଷ ଅଭାବର ଯୋଉ ମୃତ୍ୟୁ, ସେଇ କନସିକ୍ୱେନ୍ସେସ୍ ଆମେ ବର୍ତ୍ତି ଯାଇପାରିବା। କାରଣ ଆମ ଲଂଜିଭିଟିଟା ଧୀରେ ଧୀରେ ବଢିବ, କାରଣ ଆମେ ଷ୍ଟ୍ରେସ୍ ଫ୍ରି ରହିବା, ଆମେ ଅଳ୍ପକରେ ଶାନ୍ତି ରହିବା, ଆମେ ଅତ୍ୟଧିକ ମେଟେରିଆଲିଷ୍ଟିକ ନ ହେଇକି ଯେତିକି ବି କାମ କରୁଛନ୍ତି ସେଥିରେ ଶାନ୍ତି ରହିକି ଆମ ପରିବାରରେ ଯଦି ଆମେ ସମୟ ବିତେଇ ପାରିବା, ତାହେଲେ ଆମେ ଏଇ ଯୋଉ ଅସମୟ ମୃତ୍ୟୁରୁ, ମାନେ ଆୟୁଷ କମିବା ଯୋଗୁଁ ଯୋଉ ରୋଗଗ୍ରସ୍ତ ହେଇକି ଯୋଉ ମୃତ୍ୟୁ ହଉଛି, ସେଇଥିରୁ ଆମେ ଦୂର ରହିପାରିବା। ଏବଂ ଅପମୃତ୍ୟୁ ଯୋଉ ହଉଛି, ଅପମୃତ୍ୟୁ ପାଇଁ କିଛିଟା ଚେକ୍ ଦରକାର। ମାନେ ଆମେ ଚେକ୍ କରିବା ଯେ କୋଉଠି ଆମର ଭୁଲ ରହୁଛି, ଯେ ଯୋଉଥିପାଇଁ ଆମକୁ ଅସମୟରେ ଅପମୃତ୍ୟୁ ହଉଛି। ସେଥିପାଇଁ ତାର ସରକାରୀ ସ୍ତରରୁ ମଧ୍ୟ ତା ପାଇଁ ପ୍ରିପାରେସନ ଦରକାର, ବା ସରକାର ତରଫରୁ ତା ପାଇଁ ଜନଜାଗରଣ ଦରକାର। ଯେମିତିକି ଆକ୍ସିଡେଣ୍ଟ ନ ହବ, ଦୈବିକ ଦୁର୍ବିପାକ କେମିତି କମା ଯାଇପାରିବ, ବିଭିନ୍ନ ପରିବେଶବିତ ମାନଙ୍କ ଠାରୁ ନବାକି ଦୈବିକ ଦୁର୍ବିପାକ କେମିତି କମିବ, ଆକ୍ସିଡେଣ୍ଟ କେମିତି କମିବ, ଆମର ଆତ୍ମହତ୍ୟା ହାର କେମିତି କମିବ, ହତ୍ୟା ହାର କେମିତି କମିବ, ସରକାରୀ ସ୍ତରରୁ ନେଇକି ଆମ ନାଗରିକ ସ୍ତର ପର୍ଯ୍ୟନ୍ତ ସବୁଠି ଯଦି ଜାଗରଣ ରହିବ, ତାହେଲେ ହିଁ ଆମେ ଏସବୁ ଜିନିଷକୁ କମେଇ ଦେଇପାରିବା। ତେବେ ଦର୍ଶକ ବନ୍ଧୁ, ଆଜିର ଆମର ଯୋଉ ବିଷୟବସ୍ତୁ ଥିଲା, ଆୟୁଷ କମୁଛି ଏବଂ ଆତ୍ମହତ୍ୟା ବା ଯୋଉ ଅପମୃତ୍ୟୁ ବଢୁଛି, ତ ମୋଟାମୋଟି ଭାବରେ ଆପଣ ସବୁ ବିଷୟରେ ବୁଝିପାରିଥିବେ ଯେ ଆମେ କଣଟା କଲେ ଏଇ ଯୋଉ ଆୟୁଷ କମିବା ଏବଂ ଅପମୃତ୍ୟୁ ଜନିତ ମୃତ୍ୟୁରୁ ଆମେ ବର୍ତ୍ତି ପାରିବା। ତେବେ ଆମ ଭିତରେ ଜାଗରଣ ଦରକାର, ପ୍ରଥମ କଥା। ଆମ ଭିତରେ ସଚେତନତା ଦରକାର, ଆମ ଭିତରେ ଆଧ୍ୟାତ୍ମିକ ପ୍ରଗତି ଦରକାର। ଏ ସବୁ ଜିନିଷ ଯଦି ମିଶିକି ରହିବ, ତାହେଲେ ଆମେ ଏଇ କନସିକ୍ୱେନ୍ସେସରୁ ବଞ୍ଚି ପାରିବା ବା ମୁକ୍ତ ରହିପାରିବା ଏବଂ ସୁସ୍ଥ ଜୀବନ ବଞ୍ଚି ପାରିବା। ଆମେ ଆମ ଜୀବନରେ ଯାହା ବି କରୁ, ଗୋଟେ ସୁସ୍ଥ ଭାବେ ତାକୁ ଆମେ କରିପାରିବା ଏବଂ ଜୀବନରେ ପ୍ରଗତି ମଧ୍ୟ କରିପାରିବା। ତେବେ ଆଜିର ଉପସ୍ଥାପନ ଆପଣଙ୍କୁ କେମିତି ଲାଗିଲା? ଆପଣ ନିଶ୍ଚିତ ମତାମତ ଦେବେ କମେଣ୍ଟ ବକ୍ସରେ। ତେବେ ଏଇ ଉପସ୍ଥାପନାକୁ ଆମେ ଏଇଠି ରଖୁଛୁ। ନମସ୍କାର।